ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ପ୍ରତ୍ୟେକ ଦିନ ହେଉଛି ଚାଲାଣ। ବିଶେଷ କରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀଟି ପଶ୍ଚିମବଙ୍ଗ ପାଖରେ ରହିଥିବାରୁ ମାଫିଆମାନେ ଅଧିକ ସକ୍ରିୟ ରହିଛନ୍ତି। ଟ୍ରାକ୍ଟର ଓ ଡମ୍ପରରେ ବାଲି ବୁଝେଇ କରି ପ୍ରତ୍ୟେକ ଦିନ ପଶ୍ଚିମବଙ୍ଗକୁ ଚାଲାଣ କରି ହେଉଛନ୍ତି ମାଲେମାଲ। କେତେବେଳେ କାଁ ଭାଁ ପ୍ରଶାସନ ଏହା ଉପରେ ଚଢ଼ାଉ କରୁଥିବା ବେଳେ ବାଲି ବୁଝେଇ ଟ୍ରାକ୍ଟର ଓ ଡମ୍ପରକୁ ଜବତ କରି ଫାଇନ କାଟି ଛାଡ଼ି ଦେଉଛି। ଏଥିରେ ମାଫିଆଙ୍କ ଉପରେ କିଛି ଫରକ ପଡୁନାହିଁ। କାହିଁକି ନା ଯେତେବେଳେ ମାଇନିଂ ବିଭାଗ ବା ପୁଲିସ ପ୍ରଶାସନ ବାଲି ଗାଡ଼ିଗୁଡ଼ିକୁ ଜବତ କରୁଛି, ସେଇଥିରୁ ହିଁ ଜଣାପଡୁଛି ଯେ ପ୍ରତ୍ୟେକ ଦିନ କେତେ ବେଆଇନ ବାଲି ବୁଝେଇ ଗାଡ଼ି ଚାଲାଣ ହେଉଥିବ। ଥରେ ଅଧେ 2-4ଟି ବାଲି ବୁଝେଇ ଟ୍ରାକ୍ଟର ବା ଡମ୍ପରକୁ ଜବତ କରାଯାଉଥିବା ବେଳେ ସେହି ଘଟଣା ହିଁ ବୟାନ କରେ ଯେ ଦିନ ରାତି ଶତାଧିକ ଗାଡ଼ିରେ ବାଲି ବୁଝେଇ କରି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବ ନିଶ୍ଚୟ। ଜଳେଶ୍ୱର ପଶ୍ଚିମବଙ୍ଗ ସୀମାନ୍ତରେ ରହିଥିବାରୁ ସେହି ବ୍ଲକର ବିଭିନ୍ନ ଗ୍ରାମୀଣ ରାସ୍ତା ଦେଇ ପଶ୍ଚିମବଙ୍ଗକୁ ଅବାଧରେ ହୁଏ ବାଲି ଚାଲାଣ। ଯେପରି ସୋଗ ନେତୁଆ ପଞ୍ଚାୟତ ରାସ୍ତା ଦେଇ କମାରଶାଳିଆ ଗ୍ରାମ ଅତିକ୍ରମ କରି ଶାହପୁର ଗ୍ରାମ ପଛରେ ଥିବା ଓଡ଼ିଶା ସୀମାରେ ବାଲି ଠୁଳ କରିଥାନ୍ତି ମାଫିଆମାନେ। ଆଉ ସେହିଠାରୁ ମାଫିଆମାନେ ପଶ୍ଚିମବଙ୍ଗ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରି ହୁଅନ୍ତି ମାଲେମାଲ। ସ୍ଥାନୀୟ ଲୋକମାନେ ଏବେ ଟ୍ରାକ୍ଟର ପିଛା 3200 ଟଙ୍କାରେ ବାଲି କିଣୁଥିବା ବେଳେ ପଶ୍ଚିମବଙ୍ଗକୁ ତାହା 5000 ଦରରେ ଚାଲାଣ ହେଉଛି। ଏହିପରି ବିଭିନ୍ନ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ହେଉଥିବା ବେଳେ ଶୁଣାଯାଏ ସ୍ଥାନୀୟ ପୁଲିସ ସେମାନଙ୍କ ଠାରୁ ବଟି ନେଇ ଏହି କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ଏହି କିଛି ଦିନ ତଳେ ସୁବର୍ଣ୍ଣରେଖା ନଦୀର ରାଜଘାଟ ବ୍ରିଜ ନିକଟରେ ବେଆଇନ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ମାଇନିଂ ବିଭାଗ ଚଢ଼ାଉ କରି 3ଟି ବାଲି ବୁଝେଇ ଟ୍ରାକ୍ଟର ଓ ଗୋଟିଏ ଡମ୍ପରକୁ ଜବତ କରିଥିଲେ। ଗୋଟିଏ ଦିନ ସାମୟିକ ସମୟରେ ଯଦି ଏତେ ବାଲି ଗାଡ଼ି ଧରାପଡୁଛି, ତାହେଲେ ପ୍ରତ୍ୟେକ ଦିନ ରାତି କେତେ ଗାଡ଼ି ଯେ ଚାଲାଣ ହେଉଛି ଏଇଥିରୁ ଅନୁମେୟ। ପ୍ରଶାସନ ବାଲି ଚୋରା ଚାଲାଣ ରୋକିବା ପାଇଁ ଯେତେ ପ୍ରୟାସ କରୁଥିଲେ ବି ସେଥିରେ ସଫଳ ନ ହେବାରେ ଅନେକ କାରଣ ରହିଥିବା ଶୁଣିବାକୁ ମିଳୁଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଭୋଳାନାଥ ସିଂଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।